ଯେ ତାଳଚେର ମାଟିରେ ବୀର ପୁଅ ମାନେ ରୁହନ୍ତି, କୌଣସି ମାଇଗୁଲି ମାନେ ରହିପାରିବେନି। ମୋର ଓଡ଼ିଶାର ସମସ୍ତ କିନ୍ନର ସଂଘର ସଭାପତି ସମ୍ପାଦକ, ସମସ୍ତ କିନ୍ନର କର୍ମକର୍ତ୍ତା ଏବଂ କିନ୍ନର ସଦସ୍ୟମାନଙ୍କୁ ମୋର ଏ ଶବ୍ଦଟି ଜାଣିବାକୁ ପାଇଲି ଯେ କଷ୍ଟ ଦେଇଛି। ତେଣୁ ଗତ 16 ତାରିଖ 11 ଘଣ୍ଟିକା ସମୟରେ ତାଳଚେର ମ୍ୟୁନିସିପାଲିଟି ଦ୍ୱାରା ଆୟୋଜନ କରାଯାଇଥିବା ଏକ ଭୂମି ପୂଜନ ଏବଂ ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ସାଂସଦ ସମ୍ବଲପୁର, ମାନ୍ୟବର ସାଂସଦ ଢେଙ୍କାନାଳ, ମାନ୍ୟବର ବିଧାୟକ ଅନୁଗୁଳ, ମାନ୍ୟବର ବିଧାୟକ ଛେଣ୍ଡିପଦା, ମାନ୍ୟବର ବିଧାୟକ ପାଲଲହଡ଼ା ଏବଂ ମାନ୍ୟବର ବିଧାୟକ ପରଜଙ୍ଗ, ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକ ଅନୁଗୁଳ, ଉପଜିଲ୍ଲାପାଳ ତାଳଚେର ସମସ୍ତଙ୍କ ଉପସ୍ଥିତିରେ ଏ କାର୍ଯ୍ୟକ୍ରମଟି ହେଇଥିଲା। ସେ କାର୍ଯ୍ୟକ୍ରମରେ ମୁଁ ଗୋଟିଏ ଶବ୍ଦ ବ୍ୟବହାର କରିଥିଲି ଯେ ତାଳଚେର ମାଟିରେ ବୀର ପୁଅ ମାନେ ରୁହନ୍ତି, କୌଣସି ମାଇଗୁଲି ମାନେ ରହିପାରିବେନି। ମୋର ଓଡ଼ିଶାର ସମସ୍ତ କିନ୍ନର ସଂଘର ସଭାପତି ସମ୍ପାଦକ, ସମସ୍ତ କିନ୍ନର କର୍ମକର୍ତ୍ତା ଏବଂ କିନ୍ନର ସଦସ୍ୟମାନଙ୍କୁ ମୋର ଏ ଶବ୍ଦଟି ଜାଣିବାକୁ ପାଇଲି ଯେ କଷ୍ଟ ଦେଇଛି। ତେଣୁ ମୋର କୌଣସି ଉଦ୍ଦେଶ୍ୟ ନଥିଲା ଏଭଳି ଶବ୍ଦ ବ୍ୟବହାର କରିବା ପାଇଁ। ସେ ସଭାରେ ତାଳଚେରର କିଛି ସମସ୍ୟା ଉପରେ ମାନ୍ୟବର ସାଂସଦ ସମ୍ବଲପୁର ଏବଂ ମାନ୍ୟବର ସାଂସଦ ଢେଙ୍କାନାଳ ଏବଂ ସମସ୍ତ ଉପସ୍ଥିତ ବିଧାୟକ, ଜିଲ୍ଲାପାଳ ଏବଂ ଏସପି, ଉପଜିଲ୍ଲାପାଳ ତାଳଚେର ସମସ୍ତଙ୍କ ଉପସ୍ଥିତିରେ ମୁଁ ତାଳଚେରର ସମସ୍ୟା ବିଷୟରେ ଅବଗତ କରୁଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ସେଠି ତାଳଚେରର ଯେଉଁ ଟ୍ରକ୍ ମାଲିକ ମାନଙ୍କର ସମସ୍ୟା 2 ବର୍ଷ ଧରି କୋଇଲା ପାଉନାହାନ୍ତି, ପରିବହନ କରିବା ପାଇଁ ଟ୍ରକ୍ ଗୁଡ଼ିକ ଆଜି ଛିଡ଼ା ହେଇଛି ସେହି ବାବଦରେ ଏବଂ ଏନଟିପିସିର ଟିଟିପିଏସ୍ରେ ଠିକା ଶ୍ରମିକ ଯାହାକି ତାଳଚେର ଅଞ୍ଚଳବାସୀଙ୍କୁ, ଅନୁଗୁଳ ଜିଲ୍ଲାବାସୀଙ୍କୁ, ଓଡ଼ିଶାବାସୀକୁ ଦିଆଯାଉନି ସେ ବାବଦରେ ଏବଂ ଏଫସିଆଇ ସାର କାରଖାନା ବାବଦରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ବାହାର ରାଜ୍ୟରୁ ଆସିକି କାମ କରୁଛନ୍ତି ବୋଲି ମୁଁ ସେ ବାବଦରେ ଅବଗତ କରାଉଥିଲି। ସେ ସମୟରେ ଅସାମାଜିକ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସେ ପରିସ୍ଥିତି ପରିବେଶକୁ କଳୁଷିତ କରୁଥିଲେ। ସେ ସମୟରେ ମୁଁ ଏ ଶବ୍ଦଟି ବ୍ୟବହାର କରିଥିଲି ଯାହାକି ମୋର କିନ୍ନର ସମାଜକୁ ଆଜି କଷ୍ଟ ଦେଇଛି। ମୁଁ ଏ ଅବସରରେ ମୁଁ କ୍ଷମା ଚାହୁଁଛି ମୋର କିନ୍ନର ସମାଜର ସମସ୍ତ ସଦସ୍ୟମାନଙ୍କୁ, ସମସ୍ତ ସଂଘର ସଭାପତି ସମ୍ପାଦକ କର୍ମକର୍ତ୍ତା ମାନଙ୍କଠୁ ଯେ ମୁଁ କିନ୍ନର ସମାଜକୁ ଏଭଳି କେବେ ଉଦ୍ଦେଶ୍ୟ ନେଇ କହିନାହିଁ କିମ୍ବା କହିବି ନାହିଁ ମଧ୍ୟ ଭବିଷ୍ୟତରେ। ତା ସହିତ ମୁଁ ଜଣେ ସମାଜସେବୀ ହିସାବରେ ତାଳଚେରବାସୀଙ୍କର ସେବା କରୁଥିବା ଅବସ୍ଥାରେ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ କାମ କରିଥାଏ। ତା ସହିତ କିନ୍ନର ସମାଜ ପାଇଁ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ କରିଛି ଏବଂ ରାତି ନାହିଁ ଦିନ ନାହିଁ ଯେତେବେଳେ କିନ୍ନର ସମାଜର ସଦସ୍ୟମାନେ ଆସନ୍ତି ସେମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ସହିତ ଯଦି ଜଟିଳ ସମସ୍ୟା ଥାଏ ପ୍ରଶାସନ ମାଧ୍ୟମରେ ସେ ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ମଧ୍ୟ ଚେଷ୍ଟା କରିଛି। ଏଣୁ ସମାଜକୁ ଦିଗ୍ଦର୍ଶନ ଦେଉଥିବା, ସମାଜକୁ ବାର୍ତ୍ତା ଦେଉଥିବା ସମଗ୍ର ଭାରତବର୍ଷରେ କିନ୍ନର ସମାଜ ତାଙ୍କୁ ଏଭଳି ଏକ ଅପବ୍ୟବହାର କରିବା କିମ୍ବା ହୀନ ମାନସିକତାରେ ଇଙ୍ଗିତ କରିବା ମୋର କୌଣସି ଉଦ୍ଦେଶ୍ୟ ନାହିଁ କି ଉଦ୍ଦେଶ୍ୟ ରହିବ ବି ନାହିଁ ଆଗାମୀ ଭବିଷ୍ୟତରେ। ଏଣୁ ମୁଁ ଓଡ଼ିଶାର କିନ୍ନର ସମାଜକୁ କ୍ଷମା ଚାହୁଁଛି ଯେ ଆପଣମାନେ ସମସ୍ତେ ମୋ ପରିବାରର, ମୁଁ ଜଣେ ସମାଜସେବୀ ହିସାବରେ ସମାଜର ସେବା କରିବା ପାଇଁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଆହୁରି ମଧ୍ୟ କିନ୍ନର ସମାଜର ସେବା କରିବା ପାଇଁ ମଧ୍ୟ ଆପଣମାନେ ସୁଯୋଗ ଦେବେ ବୋଲି ମୁଁ ଆଶା କରୁଛି।